ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର ଆଉ ପ୍ରେଜ ଦ ଲର୍ଡ ଜଣାଏ। ଏ ବଡ ଦିନ ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ ହଉ। ସୁଖ ଶାନ୍ତି ଆଶୀର୍ବାଦ ପରମେଶ୍ୱର ଆମେ ସମସ୍ତଙ୍କୁ ଆଣି ଦିଅନ୍ତୁ। 2024 ମସିହାର ଜାନୁଆରୀ ମାସ ଠାରୁ ର ଆରମ୍ଭରୁ ଏପର୍ଯ୍ୟନ୍ତ ଆମମାନଙ୍କୁ ଈଶ୍ୱର ଅନୁଗ୍ରହ କରି ବଞ୍ଚେଇ ରଖିଛନ୍ତି। ଆଶୀର୍ବାଦର କଥା ସ୍ୱରୂପ ଆଜି ଆଉ ଥରେ ତାଙ୍କ ପାଦ ତଳକୁ ଆସିବା ପାଇଁ ଆମମାନଙ୍କୁ ସାହାଯ୍ୟ କରିଛନ୍ତି। ସେଥିପାଇଁ ଈଶ୍ୱରଙ୍କର ଗୌରବ ହଉ। ଆମେ ଯେଉଁ ସବୁ ଅଂଶ ପାଠ କଲୁ ସେଇ ଅଂଶରେ ଅନେକ ବିଷୟ ଲେଖାଯାଏ। ବିଶେଷ କରି ଲୁକ 2 ଅଧ୍ୟାୟ ତାର 8 ପଦରୁ 11 ପଦ ମଧ୍ୟରେ ଯୀଶୁଙ୍କର ଜନ୍ମର ବିବରଣ ମେଷପାଳକ ମାନଙ୍କ ନିକଟକୁ ଦିଆଗଲା। ଯୋଉ ମେଷପାଳକ ମାନେ ପ୍ରାନ୍ତରରେ ମେଷ ଚରଉଥିଲେ। ଏବେ ସେମାନେ ମେଷ ଯେତେବେଳେ ଚରଉଥିଲେ, ଈଶ୍ୱରଙ୍କର ଦୂତ ସେମାନଙ୍କ ପାଖକୁ ଆସି ଏକ ବାର୍ତ୍ତା ଦଉଛନ୍ତି। କଣ ବାର୍ତ୍ତା ଦଉଛନ୍ତି? ଯେ ଲେଖାଯାଏ 9 ପଦରେ ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ଗୌରବ ପ୍ରଭୁଙ୍କର ଗୌରବର ଜ୍ୟୋତି ସେମାନଙ୍କ ଚତୁର୍ଦିଗରେ ପ୍ରକାଶିତ ହେଲା ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ନମ୍ବର 1, ସେମାନେ ଭୟଗ୍ରସ୍ତ ହେଲେ। ତେବେ ଈଶ୍ୱରଙ୍କର ଦୂତ ସେମାନଙ୍କ ନିକଟକୁ ଯେତେବେଳେ ବାର୍ତ୍ତା ପହଞ୍ଚଉଛନ୍ତି, ସେତେବେଳେ ସେମାନେ ଭୟଗ୍ରସ୍ତ ହେଲେ। କାହିଁକି ଭୟଗ୍ରସ୍ତ ହେଲେ? ନାଇଁ, ଜିହୁଦୀୟ ମାନଙ୍କର ରୀତିନୀତି ଅନୁସାରେ ଆଉ ଯେ ଈଶ୍ୱରଙ୍କୁ ସିଧା ଦେଖିବା ସେମାନଙ୍କର ନିମନ୍ତେ ଏତେ ସହଜ ନଥିଲା। ଯୋଉମାନେ ଈଶ୍ୱରଙ୍କୁ ଦେଖନ୍ତି ସେମାନେ ମୃତ୍ୟୁବରଣ କରନ୍ତି। ସଦାପ୍ରଭୁ ଏତେ ଶକ୍ତିଶାଳୀ, ଏତେ ଜ୍ୟୋତି, ଏତେ ପରାକ୍ରାନ୍ତ ଈଶ୍ୱର। ତେଣୁ ଜଣେ ପାପୀ ମନୁଷ୍ୟ ଈଶ୍ୱରଙ୍କୁ ଦେଖିବା ଏତେ ସହଜ ନୁହେଁ। ତେବେ ଏଇ ଯୋଉ ମେଷପାଳକ ମାନେ ଯେତେବେଳେ ସେମାନେ ଚରଉଛନ୍ତି, ସେମାନେ ମେଷ, ଈଶ୍ୱରଙ୍କର ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହଉଛନ୍ତି ଆଉ ସେମାନଙ୍କୁ କହୁଛନ୍ତି ଯେ ତୁମମାନେ ଭୟ କର ନାହିଁ, ତୁମମାନେ ଭୟ କର ନାହିଁ। ଆଜି ତୁମମାନଙ୍କ ନିମନ୍ତେ ଦାଉଦଙ୍କ ନଗରରେ ଜଣେ ଶିଶୁ ଜନ୍ମ ହେଇଛନ୍ତି, ଯାହାଙ୍କୁ ତାଙ୍କ ପିତାମାତା ଲୁଗାରେ ଗୁହାଳ କୁଣ୍ଡରେ ଶୋଇବାର ଦେଖିବେ। ଆଉ ସେ ଗୁହାଳ କୁଣ୍ଡରେ ଲୁଗା ଲୁଗେଇ ରଖିଛନ୍ତି, ଲୁଗା ଗୁଡେଇକି ରଖିଛନ୍ତି, ତୁମାନେ ତାହାଙ୍କୁ ଦେଖିବ। ତେବେ ପ୍ରିୟ ମାନେ, ପ୍ରଥମ ବାର୍ତ୍ତା ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଈଶ୍ୱର ଏ ମେଷପାଳକ ମାନଙ୍କ ନିକଟକୁ ବାର୍ତ୍ତା ପହଞ୍ଚଉଛନ୍ତି। ନମ୍ବର 1, ସେ ମେଷପାଳକ ନିକଟକୁ ବାର୍ତ୍ତା ପହଞ୍ଚଉଛନ୍ତି। କାହିଁକି ବାର୍ତ୍ତା ପହଞ୍ଚଉଛନ୍ତି? ଯେ ସେମାନେ ଜାଣିବା ଦରକାର ଯେ ଈଶ୍ୱର ଜଣେ ଅଛନ୍ତି। ଆର ବ୍ୟାକଗ୍ରାଉଣ୍ଡ ମୁଁ ଅଳ୍ପ ସମୟ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଈଶ୍ୱର ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି। ମାଥି ପୁସ୍ତକରେ ଲେଖାଯାଏ ଯେ ଈଶ୍ୱର ଆଉ ପଣ୍ଡିତ ମାନଙ୍କୁ କଥା କହିଲେ। ପଣ୍ଡିତ ମାନେ ସେମାନେ ଅନେକ ଦିନର ଯାତ୍ରା କଲେ, ରାଜାଙ୍କ ଘରେ ଯାଇ ପହଞ୍ଚୁଛନ୍ତି। ଯୀଶୁଙ୍କର ଜନ୍ମକୁ ସେମାନେ ଅନ୍ୱେଷଣ କରୁଛନ୍ତି, କିନ୍ତୁ ରାଜାଙ୍କ ଘରେ ନ ପାଇ ସେମାନେ ଅନ୍ୟ ସ୍ଥାନକୁ ବେଥଲେହେମ ଆଡକୁ ମୁହାଁ ହଉଛନ୍ତି। ସେମାନେ ଭାବିଥିଲେ ଯେ ରାଜାଙ୍କ ଘରେ ହିଁ ଜଣେ ରାଜା ଜନ୍ମ ଗ୍ରହଣ କରିବେ ଆଉ ଯୀଶୁ ଜନ୍ମ ଗ୍ରହଣ କରିବେ। ଆମେ ଦେଖୁଛୁ ମେଷପାଳକ ମାନେ ଜନ୍ମ ଗ୍ରହଣର କଥା ସେମାନେ ଶୁଣୁଛନ୍ତି। ତେବେ ଏଇ ମେଷପାଳକ ମାନେ ଗରିବ ଲୋକ ଥିଲେ, ନିରୀହ ଲୋକ ଥିଲେ, ଅଶିକ୍ଷିତ ଲୋକ ଥିଲେ, ଯୋଉମାନଙ୍କ ପାଇଁ କୌଣସି ପ୍ରକାର ଶୁଭବାର୍ତ୍ତା କେବେ ମଧ୍ୟ କେହି ଦଉନଥିଲେ। କିନ୍ତୁ ଆଜି ଗୋଟେ ଶୁଭବାର୍ତ୍ତା ସେମାନେ ପାଉଛନ୍ତି। ଏମାନେ ଆର୍ଥିକ ଭାବରେ ଦରିଦ୍ର ଅଟନ୍ତି, ଏମାନେ ସାମାଜିକ ଭାବରେ ତାଡିତ ଅଟନ୍ତି, ଏମାନେ ଏଜୁକେସନରେ ଏମାନେ ଉଚ୍ଚ ଶିକ୍ଷିତ ନୁହନ୍ତି, କିନ୍ତୁ ଈଶ୍ୱରଙ୍କର ବାର୍ତ୍ତା ସେମାନଙ୍କ ନିକଟରେ ପହଞ୍ଚୁଛି। ପ୍ରିୟ ମାନେ, ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି। ଛୋଟ ବଡ, ଶିକ୍ଷିତ ଅଶିକ୍ଷିତ, ସମସ୍ତେ ଆମମାନେ ତାଙ୍କର ସୃଷ୍ଟିର ବ୍ୟକ୍ତି ମାନେ ଅଟୁ। ତେଣୁ ଈଶ୍ୱର ଆପଣଙ୍କର ଏଜୁକେସନକୁ ଦେଖନ୍ତି ନାହିଁ, ଈଶ୍ୱର ଆପଣଙ୍କର ସୁନ୍ଦରକୁ ଦେଖନ୍ତି ନାହିଁ, ଈଶ୍ୱର ଆପଣଙ୍କର ବଳକୁ ଦେଖନ୍ତି ନାହିଁ, ଈଶ୍ୱର ଆପଣଙ୍କର ଧନକୁ ଦେଖନ୍ତି ନାହିଁ, ଈଶ୍ୱର ଆପଣଙ୍କର ପରାକ୍ରମକୁ ଦେଖନ୍ତି ନାହିଁ, ଈଶ୍ୱର ଆପଣଙ୍କୁ ଦେଖନ୍ତି ନାହିଁ ଆପଣ କେତେ ଲୋକଙ୍କ ସାଙ୍ଗେ ସମ୍ପର୍କ ରଖିଛନ୍ତି। ଈଶ୍ୱର ଜଣକୁ ଦେଖନ୍ତି, ଗୋଟିଏ ବିଷୟ ଦେଖନ୍ତି, ସେ ହଉଛନ୍ତି ଯେ ଆପଣ ଈଶ୍ୱରଙ୍କ ଦୃଷ୍ଟିରେ କେତେ ମୂଲ୍ୟବାନ ଅଟନ୍ତି। ତେଣୁ ଏଇ ଦୂତମାନଙ୍କ ଦ୍ଵାରା ମେଷପାଳକ ମାନଙ୍କ ନିକଟକୁ ଏଇ ବାର୍ତ୍ତା ପହଞ୍ଚେଇ ଦିଆଗଲା ଯେ ହେ ମେଷପାଳକ ମାନେ, ତୁମମାନଙ୍କ ପାଇଁ ଆଜି ଗୋଟେ ଶୁଭ ସମ୍ବାଦ ଦିଆଯାଉଛି। ତାହା ହଉଛି
ଦାଉଦ ନଗରରେ ଜଣେ ଜନ୍ମଗ୍ରହଣ କରିଛନ୍ତି, ସେ ତ୍ରାଣକର୍ତ୍ତା, ତାଙ୍କ ନାମ ଖ୍ରୀଷ୍ଟ। ତୁମେ ଯାଅ, ତାଙ୍କୁ ତୁମେ ଦର୍ଶନ କର। ପ୍ରିୟ ପ୍ରଭୁଙ୍କର ଲୋକମାନେ ଯେତେବେଳେ ଏ କଥା ସେମାନେ ଶୁଣିଲେ, ସେମାନେ ଆଉ ଆଶ୍ଚର୍ଯ୍ୟ ହେଇଗଲେ। ଏ କି କଥା? ଆମ ପରି ଗୋଟେ ଅଯୋଗ୍ୟ ଲୋକମାନଙ୍କୁ, ଆମ ପରି ଗୋଟେ ନିରାଶ ହତାଶ ଲୋକମାନଙ୍କୁ ସ୍ୱର୍ଗର ବାଣୀ। ସାଧାରଣତଃ ସ୍ୱର୍ଗର ବାଣୀ ଭାବବାଦୀ ମାନଙ୍କ ନିକଟରେ ସେତେବେଳେ ପହଞ୍ଚୁଥିଲା। ସାଧାରଣତଃ ସ୍ୱର୍ଗର ବାଣୀ ସେତେବେଳେ ପ୍ରଭୁ ମନୋନୀତ କରିଥିବା କିଛି ଲୋକମାନଙ୍କ ନିକଟରେ ପହଞ୍ଚୁଥିଲା। କିନ୍ତୁ ଆଜି ଏଇ ମେଷପାଳକ ମାନଙ୍କ ନିକଟରେ ପହଞ୍ଚୁଛି। ଆର କାରଣ କଣ? କାହିଁକି ମେଷପାଳକ ମାନଙ୍କୁ ଏଇ ବାର୍ତ୍ତା ଦିଆଗଲା ଯେ ଆଜି ଦାଉଦ ନଗରରେ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଜନ୍ମ ହେଇଛନ୍ତି? ଆମେ ଯଦି ଦେଖିବା, ସେତେବେଳର ରାଜା ଥିଲେ, ଆଉ ସେତେବେଳର ରାଜା ଶାସନକର୍ତ୍ତା ଥିଲେ ଅଗଷ୍ଟ କାଇସର। ସେ ଆଉ ରୋମିଓ ରାଜା ଅତ୍ୟନ୍ତ ପରାକ୍ରମ ଥିଲେ। ସେ ଯାହା ଚାହିଁଲେ ତାହା କରିପାରୁଥିଲେ। ବୁଦ୍ଧିରେ ବିଚକ୍ଷଣ, ଜ୍ଞାନରେ ବିଜ୍ଞ, ସମସ୍ତ ଆଉ ତାଙ୍କ ପାଖରେ ଉତ୍ତମ କ୍ୱାଲିଟି ଗୁଡାକ ଥିଲା। ଏସବୁ ଥିବାରୁ ସେ ଅନେକ ସମୟରେ ନିଜେ ଅନ୍ଧ ହେଇଯାଉଥିଲେ, ଆଉ ସେ ଭାବୁଥିଲେ ମୁଁ ହିଁ ଈଶ୍ୱର ଅଟେ। ଆଉ ଯୋଉ ବେଥଲେହେମ ଅଞ୍ଚଳରେ, ଯୋଉ ରୋମିଓ ସାମ୍ରାଜ୍ୟରେ ସେ ଯେଉଁ ସବୁ ଆଉ କାର୍ଯ୍ୟ ଗୁଡାକ କରିଥିଲେ, ତାହା ବେଳେ ବେଳେ ଅତ୍ୟନ୍ତ ପ୍ରଶଂସନୀୟ ମଧ୍ୟ। ସେ ଆର୍ଥିକ ସୁଧାର ଆଣିଥିଲେ, ସାମାଜିକ ସୁଧାର ଆଣିଥିଲେ, ଅନେକ କିଛି କାର୍ଯ୍ୟ କରୁଥିଲେ। ଆଉ ଦୁଃଖୀ ଦରିଦ୍ରଙ୍କ ପାଖେ ଯେତେବେଳେ କୌଣସି କୌଣସି ଉତ୍ତମ ଜିନିଷ ପହଞ୍ଚା ଯାଇଥାଏ, ଲୋକମାନଙ୍କର ଗୋଟେ ଭ୍ରାନ୍ତ ଧାରଣା ଥିଲା, ଏଇ ଯୋଉ ଅଗଷ୍ଟ କାଇସର ସେ ନିଜେ ରାଜା ଅଟନ୍ତି ବୋଲିକିରି ପ୍ରଭୁ ଅଟନ୍ତି ବୋଲି ମଧ୍ୟ ଲୋକମାନେ ଭାବନା କରୁଥିଲେ। ଆଉ ଅନେକ ସମୟରେ ସେଠିକାର ଲୋକମାନେ ଭାବୁଥିଲେ ଯେ ପ୍ରଭୁ ସବୁ କିଛି ଆମକୁ ଯୋଗେଇବେ। ତେବେ ଏଇ ମଧ୍ୟ ଜଣେ ପ୍ରଭୁ ଅଟନ୍ତି। ସେଲ୍ଫ କ୍ଲେମିଂ, ହି ଇଜ କ୍ଲେମିଂ ହିମସେଲ୍ଫ ଇଜ ଏ ଗଡ। ସେ ଈଶ୍ୱରଙ୍କ ନିକଟରେ ନିଜକୁ ଦାବି କରୁଛନ୍ତି ଅଗଷ୍ଟ କାଇସର ଯେ ମୁଁ ହିଁ ପ୍ରଭୁ, ମୋ ଛଡା ଆଉ କିଏ ପ୍ରଭୁ ନୁହନ୍ତି। ସେତିକି ବେଳେ ଈଶ୍ୱରଙ୍କର କର୍ଣ୍ଣ ଗୋଚର ହେଲା ଯେ ଏଇ ବ୍ୟକ୍ତି, ଏଇ ଦୁଷ୍ଟ ବ୍ୟକ୍ତି, ଏଇ ଆତ୍ମଗର୍ବି ବ୍ୟକ୍ତି ନିଜକୁ ଯେ ଈଶ୍ୱର ବୋଲି କ୍ଲେମ କରୁଛନ୍ତି। ତେଣୁକରି ତାଙ୍କର ଈଶ୍ୱରତ୍ୱକୁ ଭଗ୍ନ କରିବା ପାଇଁ, ତାଙ୍କ ଈଶ୍ୱରତ୍ୱକୁ ଭୁଲ ପ୍ରମାଣ କରିବା ପାଇଁ ସେତେବେଳେ ଆଉ ପରମେଶ୍ୱର ତାଙ୍କ ପୁତ୍ରଙ୍କୁ ପ୍ରସ୍ତୁତ କଲେ, ଯାହାକି ଗାଲାତୀୟ 4:4 ଅଧ୍ୟାୟରେ ଲେଖାଯାଏ, କାଳ ସମ୍ପୂର୍ଣ୍ଣ ହୁଅନ୍ତେ ସେ ଆପଣା ପୁତ୍ରକୁ ପଠେଇଲେ। ସେ ନିଜେ ଈଶ୍ୱର ରୂପୀ ହେଇକି ଆସିଲେ। ଆଉ ଯେତେବେଳେ ସେ ଆସିଲେ, ସବୁ ବର୍ଗର ଲୋକଙ୍କୁ ଦେଖାଦେଲେ। ସେ ମେଷପାଳକଙ୍କୁ ଦେଖାଦେଲେ, ପଣ୍ଡିତ ମାନଙ୍କୁ ଦେଖାଦେଲେ, ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଦେଖାଦେଲେ, ଛୋଟ ବଡ ଲୋକମାନଙ୍କୁ ଦେଖାଦେଲେ। ହୁଏତ ବେଥଲେହେମ ସେଦିନ ଆଉ ଏଇ କାଇସର ଅଗଷ୍ଟଙ୍କ ଦ୍ଵାରା ଯୋଉ ନାମ ଲେଖାର ପର୍ବ ଥିଲା, ସେଇ ସମୟରେ ପଣ୍ଡିତ ମାନେ ଯାଇଥିଲେ, ଜ୍ଞାନୀ ମାନେ ଯାଇଥିଲେ, ବିଭିନ୍ନ ଲୋକ ସେ ଜାଗାକୁ ଯାଇଥିଲେ। ବେଥଲେହେମରେ ଶିଶୁ ଯେତେବେଳେ ଜନ୍ମ ହଉଛନ୍ତି, ଅନେକ ଲୋକ ତାଙ୍କୁ ଦେଖିବାକୁ ଯାଇଥିଲେ। ତେବେ ମାନେ ଅତି ଶିକ୍ଷିତ ନଥିଲେ। ଆଉ ଥରେ ମୁଁ କହିବାକୁ ଚାହେଁ, ଦୂତ ମାନେ ସେମାନେ ବଳବାନ ନଥିଲେ, ହୁଏତ ଦୂତ ମାନେ ପରାକ୍ରମୀ ନଥିଲେ, ସେମାନେ ସୁନ୍ଦର ନଥିଲେ, ବୁଦ୍ଧିମାନ ନଥିଲେ। ହୁଏତ ସେମାନେ ରାତି ଯାକ ଖଟି ଖଟି ସେମାନେ ତାଙ୍କର ଆପଣା ଆଉ ଆପଣାର ଜୀବିକା ସେମାନେ ପାଇଁ ବୋଲି ସେମାନେ ସବୁବେଳେ ରହୁଥିଲେ ବାହାରେ। ଏ ପ୍ରକାର ଲୋକମାନଙ୍କ ଆଗରେ ଆଉ ସେ ଉପସ୍ଥିତ ହଉଛନ୍ତି। ଈଶ୍ୱର ନିଜେ ଦୂତମାନଙ୍କୁ ପଠେଇ କହୁଛନ୍ତି। 10 ପଦ ଆମେ ପଢିବା। କେଇ ଜଣ ପଢି ଦିଅନ୍ତୁ 10 ପଦ ପ୍ଲିଜ। ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। ତେବେ ଆନନ୍ଦଜନକ ସୁସମାଚାର ଦୂତ ସେମାନଙ୍କୁ ଦଉଛନ୍ତି। କଣ ଆନନ୍ଦଜନକ ସୁସମାଚାର? ନା ତାଙ୍କର ପରିସ୍ଥିତି ବଦଳିବ। ସେମାନେ ଯୋଉ ଚାପରେ ରହିଲେ, ଆଉ ଚାପରେ ସେମାନେ ରହିବେ ନାହିଁ। ଜଗତ ମୁକ୍ତି ପାଇବ, ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନ ପାଇବେ। ଏହା ଥିଲା ସେମାନଙ୍କର ଚିନ୍ତାଧାରା। ଯେତେବେଳେ ଦୂତ କହିଲେ, ସାଙ୍ଗେ ସାଙ୍ଗେ ସେମାନେ ଯାଉଛନ୍ତି। ତେବେ ଏ ଅଗଷ୍ଟ କାଇସର ହଉଛନ୍ତି ରୋମିଓ ରାଜା ଥିଲେ, ଯେ କି ଆଉ ପ୍ରାୟ ଆଇ ଥିଙ୍କ 27 ରୁ 28 ବିସି ଖ୍ରୀଷ୍ଟ ପୂର୍ବ ମଧ୍ୟରେ, ଆଉ କଣ 27 ରୁ 28 ସମୟରେ ଆଉ ସେ ରାଜା ଥିଲେ। ଆଉ ସେ ସମୟରେ ସେ ନିଜକୁ କ୍ଲେମ କରୁଥିଲେ ସେ ଜଣେ ଈଶ୍ୱର ବୋଲିକିରି। ତାଙ୍କୁ ଭୁଲ ପ୍ରମାଣ କରିବା ପାଇଁ ଈଶ୍ୱରଙ୍କର କ୍ରୋଧ ତାଙ୍କ ଉପରେ ଉପସ୍ଥିତ ହେଲା, ଆଉ ସେ ଲୋକମାନଙ୍କୁ ଉଠେଇଲେ। ତେବେ ପ୍ରିୟମାନେ,
ମୁଁ ଆପଣ ମାନଙ୍କୁ ଏ କଥା କହିବା ପାଇଁ ଚାହେଁ ଯେ ଆଜିର ଦିନରେ ଏତେ ଆମର ଟେକ୍ନୋଲୋଜି ଡେଭଲପ ହେଇଛି ଯେ ଆଉ ଆମେ ଯେତେବେଳେ ଯାହା ଚାହିଁଲେ ବି ଆମେ କରିପାରୁ, କିନ୍ତୁ ତଥାପି ଆମମାନଙ୍କ ପାଇଁ ଗୋଟେ ବାର୍ତ୍ତା ଅଟେ ଯେ ଆମମାନେ ଭୟ କରୁଅଛୁ, ପ୍ରତ୍ୟେକ ବିଷୟ ଭୟ କରୁଛୁ। କେହି ଜଣେ କହୁଥିଲେ ଟିଭି ଖୋଲିଲେ ଭୟ, ଅସୁବିଧା, ଦୁଃଖ, କଷ୍ଟ, ରୋଗ, ସଙ୍କଟ ସବୁବେଳେ ମନୁଷ୍ୟ ମାନଙ୍କ ପାଖକୁ ଆସିଅଛି, କିନ୍ତୁ ସେଇ ସମୟରେ ଦୂତ ଯାଇ ତାଙ୍କୁ କହୁଛନ୍ତି ତୁମେ ଭୟ କରନି। ଭୟର ଶବ୍ଦ ଦି ପ୍ରକାର ଅଟେ। ଗୋଟେ ହଉଛି ଈଶ୍ୱରର ଭକ୍ତିର ଭୟ, ଆଉ ଗୋଟେ ହଉଛି ଦୁଷ୍ଟତାର ଭୟ। ଯୋଉମାନେ ଭୁଲ କାମ କରନ୍ତି ସେମାନେ ମଧ୍ୟ ଭୟ କରନ୍ତି, ଯୋଉମାନେ ଈଶ୍ୱରଙ୍କର ଭକ୍ତିରେ କରନ୍ତି ସେମାନେ ଭକ୍ତିର କାମ କରନ୍ତି। ତେବେ ଆମେ ଦେଖୁଛୁ ପରମେଶ୍ୱର ମେଷପାଳକ ମାନଙ୍କୁ ସେମାନଙ୍କୁ ସମ୍ବାଦ ଦଉଛନ୍ତି ତାଙ୍କ ଦୂତ ମାନଙ୍କ ଦ୍ଵାରା, ଆଉ କହୁଛନ୍ତି ଯେ ତୁମେ ଯାଅ। 11 ପଦ ପଢି ଦିଅନ୍ତୁ। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ତେବେ ଏଠାରେ ଲେଖାଯାଏ କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ସେ ଜନ୍ମ ଗ୍ରହଣ କରିଅଛନ୍ତି, ତୁମେ ଯାଅ, ତୁମେ ଦେଖ। ଜଣେ ବିଶିଷ୍ଟ ବ୍ୟକ୍ତି। ତେବେ ଏଇ ପ୍ରୋସେସଟା ଆରମ୍ଭ ହେଇଥିଲା, ଏଇ ଯୋଉ ଅଗଷ୍ଟ କାଇସର ସେ ସମସ୍ତ ଲୋକକୁ ଡକେଇଥିଲେ ନାମ ଲେଖେଇବା ପାଇଁ। ସମସ୍ତେ ଯିବେ, ସେମାନେ ନାମ ଲେଖେଇବେ। କାହିଁକି ସେମାନେ ନାମ ଲେଖେଇବେ? ହୁଏତ ପ୍ରଥମ କାରଣ ସେମାନଙ୍କର ସଂଖ୍ୟାକୁ ଜାଣିବା ପାଇଁ, ଦ୍ୱିତୀୟ କାରଣ ସେମାନଙ୍କର ଅସୁବିଧା ଦୁଃଖ ସୁଖରେ ସେମାନେ ଗଭର୍ଣ୍ଣମେଣ୍ଟ ସାହାଯ୍ୟ କରିବ, ସେଥିପାଇଁ ସେମାନେ ଡକେଇଥିଲେ। ଏଇ ସମୟରେ ମରିୟମଙ୍କର ପ୍ରାୟ ସେ ଗର୍ଭବତୀ ଅଟନ୍ତି, ପ୍ରାୟ 130 କିଲୋମିଟର ବୋଲି କୁହାଯାଏ ଯେ ସେମାନେ ନାଜରିତରୁ ବର୍ତ୍ତମାନ ଯାଉଛନ୍ତି ବେଥଲେହେମକୁ। ତେବେ ବେଥଲେହେମକୁ ଗଲା ବେଳକୁ ସେମାନଙ୍କୁ ଅନେକ କଷ୍ଟ ହେଇପାରେ, ହୁଏତ ଚାଲିକି ଥାଇ ପାରନ୍ତି, ହୁଏତ କୌଣସି ଏକ ବାହନରେ ଯାଇଥାଇ ପାରନ୍ତି। ଏତେ କଷ୍ଟରେ ଗର୍ଭବତୀ ଜଣେ ମାକୁ ଧରି ତାଙ୍କ ସ୍ୱାମୀ ସିଏ ଯାଉଛନ୍ତି। ଆଜି ଯଦି ଆମକୁ ଯଦି କୁହାଯାନ୍ତା ଆମେ କଣ କରିଥାନ୍ତୁ? ନା ନା, କୋଉ ଗଭର୍ଣ୍ଣମେଣ୍ଟ ହଉ ଦରକାର ନାହିଁ, ଆମେ ଯିବୁ ନାହିଁ ସେ ଜାଗା। ଆମ ସ୍ତ୍ରୀର ସ୍ୱାସ୍ଥ୍ୟ ଆଗେ ବଡ, ମୋ ଛୁଆ ଜନ୍ମ ହବ, ମୋ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ। କୋଉ ସରକାରର କଥା କିଏ ମାନିବ? କିନ୍ତୁ ଏହା ଈଶ୍ୱରଙ୍କର ଯୋଜନା ଥିଲା। ତେଣୁ ଯେ ସେ ନାଜରିତରୁ ସେମାନେ କଣ କରୁଛନ୍ତି? ବେଥଲେହେମକୁ ଯାଉଛନ୍ତି। ସେମାନଙ୍କର ଯିବାର ଆବଶ୍ୟକତା ନଥିଲା, କିନ୍ତୁ ଈଶ୍ୱର ସେମାନଙ୍କ ପାଇଁ ଯୋଜନା ଆଗରୁ କରିଥିଲେ। ମିକା ପୁସ୍ତକ 5 ଅଧ୍ୟାୟ 2 ପଦରେ ଲେଖାଯାଏ ଯେ ବେଥଲେହେମରେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିବେ, ତା ଫୁଲଫିଲ ହେବାର ଅଛି। ତେଣୁ ଈଶ୍ୱର ଏଇ ବିଜାତୀୟ ରାଜାଙ୍କର ମନରେ ପ୍ରବୃତ୍ତ ଜନ୍ମାଇଲେ ଜନଗଣନା କରିବା ପାଇଁ, ଯୋଉଥିରେ କି ଦାଉଦଙ୍କ ବଂଶର ଜଣେ ବ୍ୟକ୍ତି ମରିୟମ ଆଉ ଯୋସେଫ ସେମାନେ ଯିବାକୁ ବାଧ୍ୟ ହେବେ। ନହେଲେ ତ ଯୀଶୁ ଜନ୍ମଗ୍ରହଣ କରିଥାନ୍ତେ ନାଜରିତରେ। କାହିଁକି ସେ ବେଥଲେହେମକୁ ଗଲେ? ନା, ଭବିଷ୍ୟତବାଣୀ ସଫଳ ହେବାର ଅଛି। ଆଉ ସମସ୍ତେ ବିଶ୍ୱାସ କରିବେ ଯେ ଦାଉଦଙ୍କ ନଗରରେ ହିଁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ସେମାନେ ବର୍ତ୍ତମାନ ଯାଉଛନ୍ତି ଦାଉଦ ନଗରକୁ, ବେଥଲେହେମକୁ ଯାଉଛନ୍ତି। ଗଲାବେଳକୁ ପ୍ରାୟ 130 କିଲୋମିଟର ଦୂର। ସେମାନେ କଷ୍ଟ ଦୁଃଖରେ ଯାଇ ପହଞ୍ଚିଲା ବେଳକୁ ଦେଖିଲେ ସବୁ ଜାଗା ପ୍ୟାକ୍ ହେଇଯାଇଛି। ସେମାନଙ୍କ ପାଇଁ ବସା ଘର ନାହିଁ, ସେମାନଙ୍କ ପାଇଁ ସ୍ଥାନ ନାହିଁ। କିନ୍ତୁ ସେମାନେ କୌଣସି ପ୍ରକାର ଆଡଜଷ୍ଟ ହେଇକି ଯେତେବେଳେ ରହିଲେ, ସେ ଯୀଶୁ ସେଠାରେ ଜନ୍ମ ଗ୍ରହଣ କଲେ। ଆଉ ଯୀଶୁଙ୍କୁ ନେଇକି ସେମାନେ କଣ କଲେ? ଏକ ମେଞ୍ଜର, ଯୀଶୁଙ୍କୁ ନେଇକରି ମେଞ୍ଜର କଣ କହିବେ ଆଜ୍ଞା? ଇଏ ଗୁହାଳ କୁଣ୍ଡରେ ଗୋରୁ ଖାଇବା ଜାଗାର ଗୋରୁ ପ୍ଲେଟରେ ନେଇକି ତାଙ୍କୁ ରଖିଲେ, ତାକୁ ଲୁଗାରେ ଗୁଡେଇ କରିକି ରଖିଲେ। ମୁଁ ଆପଣ ମାନଙ୍କୁ ଆଉ ଗୋଟେ ଛୋଟିଆ ରହସ୍ୟ କହିବା ପାଇଁ ଚାହେଁ। ଦେଖନ୍ତୁ, ଏଇ ଯୋଉ କାଇସର ଅଗଷ୍ଟ ସେ ଅର୍ଡର କରିଦେଲେ ନାମ ଲେଖିବା ପାଇଁ, ସମସ୍ତେ ସେଠିକି ଯିବାକୁ ବାଧ୍ୟ। କିନ୍ତୁ ଏଇ ବାର୍ତ୍ତା ମେଷପାଳକ ମାନଙ୍କୁ ଜଣେଇ ଦିଆଗଲା। ମରିୟମ ଯୋସେଫ ଜାଣିଛନ୍ତି ସେ କଥା, ସମୟ ଉପସ୍ଥିତ ହେଇଗଲା, କିନ୍ତୁ ରାଜା ଜାଣିପାରିଲେ ନାହିଁ ଶୁଭ ସମ୍ବାଦ। ପରମେଶ୍ୱର ନିରୀହ ଲୋକମାନଙ୍କ ଆଗରେ, ନମ୍ର ଲୋକମାନଙ୍କ ପାଖରେ, ପ୍ରଭୁପ୍ରିୟ ଲୋକମାନଙ୍କ ସାଙ୍ଗରେ କଥା ହେବା ପାଇଁ ଚାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଥମ କଥା ମୁଁ କହିଲି, ପରମେଶ୍ୱର କୌଣସି ପ୍ରକାର ସେ ରୂପ ବର୍ଣ୍ଣ, ଧନ ସମ୍ପତ୍ତି, ଆପଣଙ୍କର ଶିକ୍ଷା ଯୋଗ୍ୟତା ଦେଖନ୍ତି ନାହିଁ।
କିନ୍ତୁ ଆପଣଙ୍କ ନମ୍ରତା ସେ ଦେଖନ୍ତି। ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ନମ୍ର ହଉ ସେତେବେଳେ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ ଆଉ ଆମମାନଙ୍କୁ କଥା କହିବେ। ବିଭିନ୍ନ ସମୟରେ ଆମମାନେ ଈଶ୍ୱରଙ୍କ ଠାରୁ କଥା ପାଇବା ପାଇଁ ଚାହିଁଥାଉ କିନ୍ତୁ କଥା ପାଇନଥାଉ। ଯେତେବେଳେ ଆମେ ନମ୍ର ହଉ ସେତେବେଳେ ପରମେଶ୍ୱର ଆପଣଙ୍କୁ କଥା କହିବେ। ତେଣୁ ଦ୍ୱିତୀୟ ବଂଶାବଳୀ ବଳି 7 ଅଧ୍ୟାୟ 14 ପଦରେ ଲେଖାଯାଏ, ଯେବେ ଆମ ଲୋକମାନେ ଆମ୍ଭ ଦୃଷ୍ଟିରେ ନମ୍ର ହେବେ, ଆମ୍ବର ବିଖ୍ୟାତ ଲୋକମାନେ ବୋଲି ଲେଖା ହେଇଛି, ନମ୍ର ହେବେ, ସେତେବେଳେ ଆମେ ସେମାନଙ୍କୁ ଉଦ୍ଧାର କରିବା। ପ୍ରଥମ କଥା ହଉଛି ପରମେଶ୍ୱର ଦୁଃଖୀ ଆଉ ଦରିଦ୍ରର ପରମେଶ୍ୱର, ଦିନହୀନର ପରମେଶ୍ୱର, ଗରିବର ପରମେଶ୍ୱର ଆଉ ନମ୍ର ଲୋକର ପରମେଶ୍ୱର ଆଉ ଆମକୁ ଦେଖିପାରିବେ। ତେବେ ସେମାନଙ୍କର ପାଇଁ ସେ ବାର୍ତ୍ତା ଦିଅନ୍ତି। ଖ୍ରୀଷ୍ଟ ମାସର ବାର୍ତ୍ତା ହଉଛି ନିର୍ଭୟର ବାର୍ତ୍ତା। ସେମାନଙ୍କୁ କହୁଛନ୍ତି ତୁମେ ଭୟ କର ନାହିଁ। ବାଇବେଲ ପଣ୍ଡିତ ମାନେ କହନ୍ତି, ବାଇବେଲରେ ଲେଖାଯାଏ, ଆମେ ତ ଚିହ୍ନଟ କରିନାହୁଁ, କିନ୍ତୁ ବାଇବେଲରେ ବିଭିନ୍ନ ରୂପରେ 365 ଥର ଲେଖାଯାଏ ଯେ ଭୟ କର ନାହିଁ। ପ୍ରଭୁ ପ୍ରତିଦିନ ଆମ ସାଙ୍ଗରେ ଅଛନ୍ତି। ଏହା ହଉଛି ସାନ୍ତ୍ୱନାର ବାର୍ତ୍ତା। ଆଜି ସକାଳଠାରୁ ଆଜି ଯାଏ ହୁଏତ ଆମମାନଙ୍କ ପାଇଁ ଅନେକ ବାଧା ବିଘ୍ନ କଷ୍ଟ ଅନେକ ସମସ୍ୟା ବି ଆସିଥାଏ, କିନ୍ତୁ ପରମେଶ୍ୱର ଆମମାନଙ୍କ ପାଇଁ ବାର୍ତ୍ତା ଦିଅନ୍ତି ପ୍ରତିଦିନ, ତୁମମାନେ ଭୟ କର ନାହିଁ। ଆଜି ବି ଡିସେମ୍ବର 25 ତାରିଖରେ ଆମେ 7-8 ଲୋକ ଏଠି ବସିଛୁ, ଆମମାନଙ୍କର ପାଇଁ ଈଶ୍ୱରଙ୍କର ବାର୍ତ୍ତା ଅଛି, ଭୟ କର ନାହିଁ, ମୁଁ ତୁମମାନଙ୍କ ସାଙ୍ଗରେ ଅଛି। ହେଲେ ତାର ପ୍ରତିଜ୍ଞାର ପଦକୁ ଆମେ ଧରି ଆଗକୁ ଚାଲିବାକୁ ପଡିବ। ଜଣେ ପ୍ରଭୁଙ୍କର ଦାସ କହୁଥିଲେ ଯେ ଆଉ ମୁଁ ପ୍ରତିଦିନ ଆଦି ପୁସ୍ତକ 3 ଅଧ୍ୟାୟର 15 ପଦକୁ ମୁଁ ବ୍ୟବହାର କରେ। ଶୈତାନର ମସ୍ତକ ମୁଁ ଚୂର୍ଣ୍ଣ କରି, ଶୈତାନର ବଳ ନାହିଁ, ତାହା ମୋ ପାଇଁ ସବୁଦିନେ ସାହସ ଦିଏ। ତେବେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଶକ୍ତି ପ୍ରଦାନ କରେ, ଶାନ୍ତି ଦିଏ, ସାନ୍ତ୍ୱନା ଦିଏ, ଭୟ କର ନାହିଁ। ସେଦିନ ଭୟର ବାତାବରଣ ଥିଲା, ସେଦିନ ଭୟର ବାତାବରଣ ଥିଲା ଦୂତମାନଙ୍କ ପାଇଁ, ସରି ଦୂତମାନଙ୍କ ପାଇଁ, ମେଷପାଳକ ମାନଙ୍କ ପାଇଁ। କିନ୍ତୁ ସେମାନେ ଯେତେବେଳେ ଜାଣିଲେ ସେମାନେ ସେମାନେ ସେଠିକୁ ସେମାନେ ଯାଉଛନ୍ତି। ତେବେ ଭୟ, ଈଶ୍ୱରଙ୍କର ଭୟ ମନୁଷ୍ୟଙ୍କର ଚକ୍ଷୁକୁ ଆଉ ଉନ୍ମୁକ୍ତ କରିଦିଏ। ଈଶ୍ୱରଙ୍କର ଭୟ ମନୁଷ୍ୟକୁ ଆଶୀର୍ବାଦ ଆଣିଦିଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ପରମେଶ୍ୱର ଦୁଃଖୀ ସଙ୍ଗେ କଥା ହୁଅନ୍ତି, ଦରିଦ୍ର ସାଙ୍ଗେ କଥା ହୁଅନ୍ତି, ଅଭାବ ଲୋକ ସାଙ୍ଗେ କଥା ହୁଅନ୍ତି, ବିଧବା ସାଙ୍ଗେ କଥା ହୁଅନ୍ତି, ରୋଗଗ୍ରସ୍ତ ଲୋକ ସାଙ୍ଗେ କଥା ହୁଅନ୍ତି, ତାଙ୍କର ମନର ମତ ତାଙ୍କ ପ୍ରିୟ ଲୋକମାନଙ୍କ ସାଙ୍ଗେ କଥା ହୁଅନ୍ତି। ଆଉ ସେ କହନ୍ତି ତୁମମାନେ ଭୟ କର ନାହିଁ। ଆଜି ବି ସେ ଆମମାନଙ୍କୁ କହୁଛନ୍ତି ତୁମମାନେ ଭୟ କର ନାହିଁ, କାରଣ ଖ୍ରୀଷ୍ଟ ତ୍ରାଣକର୍ତ୍ତା ଖ୍ରୀଷ୍ଟ ତୁମମାନଙ୍କ ନିକଟ ପାଇଁ, ତୁମମାନଙ୍କ ପାଇଁ ସେ ଜନ୍ମ ଗ୍ରହଣ କରିଛନ୍ତି ଦାଉଦ ନଗରରେ। ତୃତୀୟ କଥା ହଉଛି ଆମେ ଦେଖିବା, ଆଉ 11 ପଦ ପଢି ଦିଅନ୍ତୁ ଦୟାକରି କେହି ଜଣେ। 11 ପଦ, ଆଜ୍ଞା 11 ପଦ କେହି ଜଣେ ପଢି ଦିଅନ୍ତୁ। କେତେ ନମ୍ବର ପଢନ୍ତୁ ସାର୍? ଦୟାକରି 11 ପଦ ପଢନ୍ତୁ। ଲୋକ 2:11 ତ ସାର୍? ଆଜ୍ଞା ଆଜ୍ଞା। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ତେବେ ସେମାନଙ୍କୁ କୁହାଗଲା ତୁମମାନଙ୍କ ପାଇଁ ଜଣେ ଜନ୍ମି ଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଖ୍ରୀଷ୍ଟ ପ୍ରଭୁର ଅର୍ଥ ହଉଛି ଯେ ଅଭିଷେକ ପ୍ରାପ୍ତ। ଖ୍ରୀଷ୍ଟ ଅର୍ଥ ଅଭିଷେକ ବ୍ୟକ୍ତି। ତେବେ କେବଳ ଅଭିଷେକ ପାଇଥିବା ବ୍ୟକ୍ତି ହିଁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିପାରିବେ। 3 ପ୍ରକାର ଅଭିଷେକ ଥିଲା ଇସ୍ରାଏଲ ଲୋକମାନଙ୍କ ପାଇଁ ପୁରାତନ ନିୟମରେ, ରାଜା ଅଭିଷେକ, ଯାଜକ ଅଭିଷେକ ଆଉ ଭାବବାଦୀ ଅଭିଷେକ। ତେବେ ସେ ଏଇ 3ଟା ଜିନିଷକୁ ଯୋଉମାନେ ଧାରଣ କରନ୍ତି ସେମାନେ ଈଶ୍ୱର ପ୍ରିୟ ହେଇପାରିବେ। ତେବେ ଖ୍ରୀଷ୍ଟ ଯୀଶୁ ମଧ୍ୟ ସେ ରାଜା ଥିଲେ, ସେ ଭବିଷ୍ୟତ ବକ୍ତା ଥିଲେ, ସେ ମଧ୍ୟ ଯାଜକ ଥିଲେ। ତେବେ ପ୍ରିୟ ମାନେ, ଆମେ ଦେଖୁଛୁ ଏଇ ଜାଗାରେ ଯେ ସେମାନଙ୍କୁ କୁହାଯାଉଛି ଯେ ତୁମମାନଙ୍କ ନିମନ୍ତେ ସେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେ ହଉଛନ୍ତି ଖ୍ରୀଷ୍ଟ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ସେମାନେ ଖୋଜି ଖୋଜି ଗଲେ। ବେଥଲେହେମରେ କେତେଟା ଗୁହାଳ ଘର ଥିବ? ଗୋଟେ ଏକା ଥିବ କି? କେତେଟା ଗୁହାଳ ଘର ଥିବ ସେଠି? କିନ୍ତୁ ସେମାନେ ଖୋଜି ଖୋଜି ପଚାରି କରି କରି ଗଲେ। ମନୋଭାବ, ଆପଣଙ୍କର ମନୋଭାବ, ମୋର ମନୋଭାବ, ଆମେ ଖୋଜିବାର ଅଛି। ବସିଥାଇ କରି ହେଲେ ହେବ ନାହିଁ। କେତେ ଲୋକ ବସିଥିବେ ଆରାମସେ ସବୁ ମିଳିଯାଉ ବୋଲିକିରି କହିବେ, ବସିଥିଲେ ହବ ନାହିଁ। ଯଦି ସେମାନେ ସେଦିନ
ବସିଥାନ୍ତେ ପଡିଆରେ ତାଙ୍କୁ ଖ୍ରୀଷ୍ଟ ମିଳିନଥାନ୍ତେ। ଆପଣ ଖ୍ରୀଷ୍ଟଙ୍କୁ ପାଇବା ପାଇଲେ ଖୋଜି 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 କରି ଯିବାକୁ ପଡିବ। ଘରେ ବସି ତାଇ ସବୁ ଜିନିଷ ପାଇବି ବୋଲି ହବ ନାହିଁ। କେହି କହନ୍ତି କଷ୍ଟ କଲେ ଖ୍ରୀଷ୍ଟ ମିଳେ ବୋଲିକି। ଯଦି ଆପଣ ଖ୍ରୀଷ୍ଟକୁ ପାଇବା ପାଇଁ ଇଚ୍ଛା କରନ୍ତି, ଆପଣଙ୍କୁ ଖୋଜିବାକୁ ପଡିବ। ପୂର୍ବ ଦେଶର ପଣ୍ଡିତ ମାନେ ଖୋଜି 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 କରି ଗଲେ, ବସି ରହିଲେ ନାହିଁ। ବାଳକ ଆଜ୍ଞା ମାନେ ବସି ଥାଇ କରି ଏକା ଅନେକ ସମୟରେ ଆତ୍ମା ଲାଭ ଆମକୁ ଦରକାର କରୁଛୁ, ଆମେ ବସିଥିଲେ ଖ୍ରୀଷ୍ଟ ମିଳନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ମାନେ, ଆଜି ଏ ବାର୍ତ୍ତା ଆମମାନଙ୍କ ପାଇଁ, ସେମାନେ ଖୋଜି 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 ଗଲେ, ଆଉ ଯାଇ ପାଉଛନ୍ତି। ଆଉ ଦେଖିଲେ, ଖୁସି ହେଇଗଲେ। ଶିଶୁକୁ ସେମାନେ ଦେଖିଲେ, ମରିୟମକୁ ଦେଖିଲେ, ଯୋସେଫଙ୍କୁ ଦେଖିଲେ। ଆଉ ସେମାନେ 15 ପଦ ପଢନ୍ତୁ। ସେମାନେ ଦେଖିଲା ପରେ 15 ପଦ ଦୟାକରି ପଢନ୍ତୁ। ଦୂତମାନେ ସେମାନଙ୍କ ଠାରୁ ସ୍ୱର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଲକ ମାନେ ପରସ୍ପର କହିବାକୁ ଲାଗିଲେ, ଆସ ଆମେମାନେ ବେଥଲିୟମ ପର୍ଯ୍ୟନ୍ତ ଯାଇ ପ୍ରଭୁ ଆମମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ ତାହା ଦେଖିବା। ରାଇଟ, ସେମାନେ ଖାଲି ଶୁଣିଲେ ନାହିଁ, ଶୁଣିଲା ପରେ ଆଜ୍ଞା ବହେଲେ ଆଉ ସେମାନେ ଗଲେ। ଖୋଜି ଖୋଜି ସେମାନେ ଯେତେବେଳେ ଯାଉଛନ୍ତି, ତାଙ୍କୁ ଦେଖଉଛନ୍ତି। ତାଙ୍କୁ ଦେଖିଲା ପରେ ସେମାନେ ଆଉ ଯାଉଛନ୍ତି, କହୁଛନ୍ତି। ଆଉ 16 ପଦ, ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ୱେଷଣ କରି ମରିୟମ ଓ ଯୋସେଫଙ୍କୁ ପୁଣି ଗୁହାଳ କୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। ରାଇଟ, ଏମାନେ ଖୋଜି ଖୋଜି ଗଲା ପରେ ସେମାନେ ଦେଖିଲେ। ଯଦି ଆମେ ତାର ପରବର୍ତ୍ତୀ ପଦରେ ଆମେ ମାନେ ଦେଖିବା, ସେମାନେ ଦେଖିଲା ପରେ ଶିଶୁଙ୍କୁ ଦେଖିଲେ, ଆନନ୍ଦ କଲେ। ଏବଂ ଶିଶୁଙ୍କୁ ଦେଖିଲା ପରେ ସେମାନେ ଖୁସି ହେଇଗଲେ, ଈଶ୍ୱରଙ୍କର ମହିମା କଲେ, ତାଙ୍କୁ ଦର୍ଶନ କଲେ। ଯଦି ସେମାନେ ଶୁଣିଲା ପରେ ଯାଇନଥାନ୍ତେ, ସେମାନେ ଦେଖିନଥାନ୍ତେ। ଈଶ୍ୱରଙ୍କୁ ପାଇବା ପାଇଁ ହେଲେ ଆମମାନଙ୍କୁ ଯିବାକୁ ପଡିବ, ଯିବାକୁ ପଡିବ, ଅନ୍ୱେଷଣ କରିବାକୁ ପଡିବ। ଆଉ ସେଠି ଲେଖାଯାଏ ଯେ ସେମାନେ ଯେତେବେଳେ ଶୁଣିଲେ ସାଙ୍ଗେ ସାଙ୍ଗେ ଗଲେ, ଶୀଘ୍ର ଗଲେ, ଆଉ ଲେଟ୍ କଲେ ନାହିଁ। ଈଶ୍ୱରଙ୍କର ଉପାସନା ଲେଟରେ କରାଯାଏ ନାହିଁ। ପ୍ରିୟମାନେ, ସେମାନେ ତାଙ୍କ ଜୀବିକାକୁ ଛାଡି ପ୍ରଭୁଙ୍କ ପାଖକୁ ଗଲେ। ସେମାନେ ତାଙ୍କର ମେଷପାଳକୁ ଛାଡି ପ୍ରଭୁଙ୍କ ପାଖକୁ ଗଲେ। ସେମାନଙ୍କର ସମସ୍ତ ତ୍ୟାଗ କରି ସେମାନେ ଯାଇ ଖ୍ରୀଷ୍ଟଙ୍କୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି। ଆମେ ହେଲେ କଣ ବୋଲି କହିବା ପୁଣି? କାହିଁକିନା ମୋର କାମ ସରିଲା ପରେ ମୁଁ ଯିବି, 2 ଘଣ୍ଟା ପରେ ମୁଁ ଫ୍ରି ହେବି, 3 ଘଣ୍ଟା ପରେ ମୁଁ ଫ୍ରି ହେବି। ଆଉ ମୁଁ ଗଲା ବେଳକୁ ବୋଧେ ବାକ୍ୟ ସରି ଯାଇଥିବ। ଠିକ ଦାନ ବେଳକୁ ଯାଇ ଦାନ ପକେଇଦେଲେ ପ୍ରଭୁ ମତେ ଆଶୀର୍ବାଦ କରିବେ। ମତେ ଖୁସି ହେଇଯିବେ ପ୍ରଭୁ ଦାନ ଦେଲେ। ଆପଣଙ୍କର ଦାନକୁ ପ୍ରଭୁ କେବେ ଚାହାନ୍ତି ନାହିଁ, କିନ୍ତୁ ଆପଣଙ୍କର ହୃଦୟର ବ୍ୟଗ୍ରତାକୁ ପ୍ରଭୁ ଚାହାନ୍ତି। ସେମାନେ ଗଲେ। 19 ପଦ ପଢନ୍ତୁ ମହାନନ୍ଦ ଆଜ୍ଞା। କିନ୍ତୁ ମରିୟମ ଏହି ସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲେ। 20 ପଦ, ଆଉ ମେଷପାଲକ ମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁଡି ଗଲେ। ରାଇଟ, ସେମାନେ ଗଲେ, ଦେଖିଲେ, ପ୍ରଣାମ କଲେ, ମରିୟମକୁ ଆନନ୍ଦ ଦେଲେ, ଆଉ ଗୌରବ କରୁ କରୁ ସେମାନେ ଫେରିଗଲେ। ସେମାନେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଈଶ୍ୱରଙ୍କୁ ଦେଖିଲା ପରେ ସେମାନେ ଗୌରବ କଲେ। ଆଜି ଖ୍ରୀଷ୍ଟମାସର ବାର୍ତ୍ତା ହଉଛି, ପ୍ରଭୁ ଆମମାନଙ୍କୁ ଏଇ କଥା କହନ୍ତି ଯେ ଆମମାନେ କଣ ଉଠୁ ତାହା ନୁହେଁ, କିନ୍ତୁ ପ୍ରଭୁ ଆମ ସାଙ୍ଗେ କଥା ହେବା ପାଇଁ ଚାହାନ୍ତି। ଦ୍ଵିତୀୟ କଥା, ସେ ଚାହାନ୍ତି ଆମେ ତାଙ୍କର ଆଜ୍ଞାବହ ହେବା, ଆମେ ସମସ୍ତ ଛାଡି ତାଙ୍କର ଉପାସନା କରିବା। ଆଉ ତୃତୀୟ କଥା, ସେ ଚାହାନ୍ତି ଆମେ ତାଙ୍କ ପାଖକୁ ଯିବା ଖାଲି ନାହିଁ, ତାଙ୍କର ପ୍ରଶଂସା କରିବା ଆମ ସାରା ଜୀବନରେ। ପ୍ରଭୁ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଈଶ୍ୱର ଆଜି ଜନ୍ମ ଗ୍ରହଣ କରିଛନ୍ତି, ଆମକୁ ବାର୍ତ୍ତା ଦିଅନ୍ତି ଆମେ ଖୋଜିବାର ଅଛି, ଖୋଜିଲେ ଯାଇକି ପାଇବା। ତେବେ ଆମେ ତାଙ୍କ ନିକଟକୁ ଯେତେବେଳେ ଯିବା, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଆଉ ଖାଲି ଦେଖିବା ସେ କଥା ନାହିଁ, ତାଙ୍କର ପ୍ରଶଂସା ଗୌରବ ମଧ୍ୟ କରିବା। ପ୍ରଭୁ ଛୋଟିଆ ଚିନ୍ତାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ ଆସିଥିବାରୁ ସମସ୍ତଙ୍କୁ ଆଉ ଥରେ ଆଜିର 2024 ମସିହାର 25 ତାରିଖ ସନ୍ଧ୍ୟାରେ ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ, ହାପି ଖ୍ରୀଷ୍ଟମାସ, ନମସ୍କାର, ଧନ୍ୟବାଦ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Praise the Lord, sir. Mas, ଯାଉଛନ୍ତି Christmas. ପ୍ରେଜ୍ ଦ ଲର୍ଡ, ଧନ୍ୟବାଦ। କୁଆଡେ?
ପ୍ରାର୍ଥନା କରିବା ଆଉ ଶେଷ କରିବା ତାପରେ କଥାବାର୍ତ୍ତା କରିବା। ଗୋଟେ ପ୍ରଶ୍ନଟେ ମୁଁ ଦେବେ ପ୍ରଭୁ ମତେ ଏଇଟା ପଢୁଥିଲା ସମୟରେ ଦେଖେଇଦେବେ। ଆଜ୍ଞା ଗୋଟେ ପ୍ରଶ୍ନଟେ ଅଛି ଛୋଟିଆ ପ୍ରଶ୍ନ ପଢୁଥିଲା ସମୟରେ ଗୋଟେ ପ୍ରଭୁ ଏଇଟା ବତଉଛନ୍ତି ବୋଲି ଟିକେ ଆପଣଙ୍କ ସହିତ ଟିକେ ସମସ୍ତଙ୍କ ସହିତ ଆପଣଙ୍କ ସହିତ ନା, ଆମେ ଯେତେ ଜଣ ଜୁମରେ ଆଉ ଅଛୁ ଟିକେ ଶୁଭା ଯାଉ ନାହିଁ ସାର୍। ସାଉଣ୍ଡ ସେତିକି ଫୁଲ ସାଉଣ୍ଡ ଅଛି। ଗୋଟେ ପ୍ରଶ୍ନ ଅଛି ସାର୍ ଏଥିରେ ଗୋଟେ ପ୍ରଶ୍ନ ମତେ ପ୍ରଭୁ ବତଉଛନ୍ତି 21 ପଦରେ ଶୁଣୁଛନ୍ତି ହଁ ଏବେ ଶୁଭା ଯାଉଛି। ତାହାକୁ ଉନ୍ନତ କରିବା ସେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତି